ଝାରସୁଗୁଡ଼ା ପୌରପାଳିକାରେ ଭାରତ ସରକାରଙ୍କ ନକ୍ସା କାର୍ଯ୍ୟକ୍ରମ ସମୀକ୍ଷା। ସହରାଞ୍ଚଳର ଜମି ରେକର୍ଡଗୁଡ଼ିକ ଅଧିକ ଅତ୍ୟାଧୁନିକ ଏବଂ ସମନ୍ୱିତ କରିବା ଲକ୍ଷ୍ୟରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପରିବର୍ତ୍ତନକାରୀ ପଦକ୍ଷେପ ନକ୍ସା କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଆଜି ଝାରସୁଗୁଡ଼ା ପୌରପାଳିକା କାର୍ଯ୍ୟାଳୟଠାରେ ଅନୁଷ୍ଠିତ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏହି ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ସହରାଞ୍ଚଳ ବସବାସ କ୍ଷେତ୍ରରେ ଥିବା ଜମି ସମ୍ପର୍କିତ ତଥ୍ୟର ଅଭାବକୁ ଦୂର କରିବା ପାଇଁ ନକ୍ସା କାର୍ଯ୍ୟକ୍ରମ ଜିଓ ସ୍ପାସିଆଲ ଜ୍ଞାନକୌଶଳ ମାଧ୍ୟମରେ ସଠିକ୍ ଭୂମି ସର୍ବେକ୍ଷଣ କରିବାର ଲକ୍ଷ୍ୟ ରଖିଛି। ଏହି ବୈଠକରେ ଝାରସୁଗୁଡ଼ା ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ମାନସ ରଞ୍ଜନ ମଲ୍ଲିକ, ଝାରସୁଗୁଡ଼ା ତହସିଲଦାର ଏବଂ ସମସ୍ତ ୱାର୍ଡ ଅଫିସର ଉପସ୍ଥିତ ରହି ପ୍ରକଳ୍ପର ରୂପାୟନ ଉପରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଏହି ସର୍ବେକ୍ଷଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ସହରବାସୀଙ୍କୁ ଏହାର ସୁଫଳ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଝାରସୁଗୁଡ଼ାରୁ ସମୀର କୁମାର ପଟ୍ଟଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ୍ ଓଡ଼ିଶା।